ପିଲାମାନେ ଓପିଏସ୍ସି ବା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ତରଫରୁ ଆସିଷ୍ଟାଣ୍ଟ ପ୍ରଫେସର ଷ୍ଟେଜ୍ 1 ଯେଉଁଟାକି ଡିଫରେଣ୍ଟ ଡିସିପ୍ଲିନରେ ଆସିଯାଇଛି, ଯେଉଁଟାକି ଗ୍ରୁପ୍ ଏର ଭ୍ୟାକେନ୍ସି ଓଡ଼ିଶା ଏଜୁକେସନ୍ ସର୍ଭିସ୍ କଲେଜ ବ୍ରାଞ୍ଚ, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜରେ ପୋଷ୍ଟିଂ ପାଇଁ ଡିପାର୍ଟମେଣ୍ଟ ଅଫ୍ ହାୟର ଏଜୁକେସନ୍ ଅଣ୍ଡରରେ, ଠିକ୍ ଅଛି। ଏବଂ ଏହି ପୋଷ୍ଟ ଯେଉଁଟା ଆସିଛି 385, ଏଇଟା ପ୍ୟୁରଲି ମାର୍କ ଅନୁସାରେ ପିଲାମାନଙ୍କୁ ଚାକିରି ମିଳିବ। କ୍ୟାରିୟର ମାର୍କ ଅନୁସାରେ ପିଲାମାନେ ସିଲେକ୍ସନ୍ ହେବେ, ଠିକ୍ ଅଛି, ଏବଂ ଚାକିରି ମଧ୍ୟ ପାଇପାରିବେ। କ'ଣ ରହିଛି ଡିଟେଲ୍ସ, ଆବେଦନ କେମିତି କ'ଣ କରିବେ, ଆବେଦନର ଶେଷ ତାରିଖ କ'ଣ ରହିଛି, କ୍ୟାରିୟର ମାର୍କିଂ କେମିତି କ'ଣ କରାଯିବ, ଠିକ୍ ଅଛି, ଏବଂ ଏଜ୍ ଲିମିଟ୍ କ'ଣ ରହିଛି, ସାଲେରୀ କ'ଣ ରହିଛି, ସବୁକିଛିକୁ ଡିଟେଲ୍ସ ଆମେ ଏଠାରେ କଥା ହେବା। ତ ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯାହା ବି ରହିଛି ଡିଟେଲ୍ସ ଆଡ଼ଭର୍ଟାଇଜମେଣ୍ଟ ସମ୍ପୂର୍ଣ୍ଣ ଓଡ଼ିଆରେ ଆମେ ଏଠାରେ ବୁଝେଇବା, ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିନେବା। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ନୋଟିସଟି ରହିଛି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ତରଫରୁ, ଯେଉଁଟାକି ଆସିଷ୍ଟାଣ୍ଟ ପ୍ରଫେସର ଷ୍ଟେଜ୍ 1 ରିକ୍ରୁଟମେଣ୍ଟ ପାଇଁ, ଠିକ୍ ଅଛି। 12 ମାର୍ଚ୍ଚରୁ ଆବେଦନ ଆରମ୍ଭ ହେବ, 16 ଏପ୍ରିଲରେ ସରିଯିବ। ଏବଂ ତୁମର ଭ୍ୟାକେନ୍ସି କଥା କହିବାକୁ ଗଲେ ତୁମର ଆନ୍ଥ୍ରୋପୋଲୋଜିରେ 18ଟି, କେମିଷ୍ଟ୍ରିରେ 12ଟି, କମର୍ସରେ 20ଟି, କମ୍ପ୍ୟୁଟର ସାଇନ୍ସରେ 28ଟି, ଇକୋନୋମିକ୍ସରେ 20ଟି, ଏଜୁକେସନରେ 45ଟି, ଇଂଲିଶରେ 35ଟି, ଜୋଗ୍ରାଫିରେ 17ଟି, ଜିଓଲୋଜିରେ 10ଟି, ହିନ୍ଦୀରେ 15ଟି, ହିଷ୍ଟ୍ରିରେ 25ଟି, ହୋମ୍ ସାଇନ୍ସରେ 25ଟି, ଲଜିକ୍ ଆଣ୍ଡ ଫିଲୋସଫିରେ 10ଟି, ଓଡ଼ିଆରେ 16ଟି, ଫିଜିକ୍ସରେ 12ଟି, ପଲିଟିକାଲ ସାଇନ୍ସରେ 35ଟି, ସାଇକୋଲୋଜିରେ 15ଟି, ସାନ୍ତାଳୀରେ 2ଟି, ସୋସିଓଲୋଜିରେ 25ଟି, ଟୋଟାଲ୍ 385 ପୋଷ୍ଟ ରହିଛି, ଠିକ୍ ଅଛି। ଏଥିପାଇଁ ଏଜ୍ କଥା କହିବାକୁ ଗଲେ ତୁମର ଡେଟ୍ ଅଫ୍ ବାର୍ଥଟା 17 ଏପ୍ରିଲ 1979ରୁ ନେଇକି 16 ଏପ୍ରିଲ 2003 ଭିତରେ ହୋଇଥିବା ଦରକାର। ରିଲାକ୍ସେସନ୍ ରହିଛି SC ST SBC ପାଇଁ 5 ବର୍ଷ ଏବଂ 10 ବର୍ଷ PWD ପିଲାମାନଙ୍କ ପାଇଁ, ଠିକ୍ ଅଛି। 21ରୁ ଅଧିକ ବର୍ଷ ହେଇଥିଲେ ଏବଂ 45ରୁ କମ୍ ହେଇଥିଲେ ଆବେଦନ କରିପାରିବେ। ଏଜୁକେସନାଲ୍ କ୍ୱାଲିଫିକେସନ୍ କଥା କହିବାକୁ ଗଲେ ମାଷ୍ଟର ଡିଗ୍ରୀ 55% ଥିବା ଦରକାର, ଠିକ୍ ଅଛି। SC ST ଏବଂ SC BC PWD ପିଲାମାନଙ୍କ ପାଇଁ 50% ହେଲେ ଚଳିବ, ଠିକ୍ ଅଛି। ତାପରେ ନେଟ୍ କ୍ଲିୟର କରିଥିଲେ କିମ୍ବା ତୁମର PhD ଡିଗ୍ରୀ ଥିଲେ, ଠିକ୍ ଅଛି, ଏଗୁଡ଼ା କନସର୍ଣ୍ଣ ୟୁନିଭର୍ସିଟିରୁ ତାହେଲେ ବି ବେଟର୍ ହେବ। ତାପରେ ତୁମର ଆଲାଏଡ଼ ସବଜେକ୍ଟ ଯେଉଁଗୁଡ଼ା ସବୁ ଦିଆହେଇଛି ବା ରିଲେଭେଣ୍ଟ ସବଜେକ୍ଟ ଦିଆହେଇଛି, ଠିକ୍ ଅଛି। ସପୋଜ୍ ଗୋଟେ ପିଲା ଜୁଲୋଜିରେ ଆବେଦନ କରିବାକୁ ଚାହୁଁଛି, ତାହେଲେ ତା'ର ଆଲାଏଡ଼ ସବଜେକ୍ଟ ଯଦି ସେ ପିଜି କରିଛି ଆବେଦନ କରିପାରିବ। ସପୋଜ୍ ଗୋଟେ ପିଲା ଫିଜିକ୍ସରେ ଆବେଦନ କରିବାକୁ ଚାହୁଁଛି, ସେ ଯଦି ନ୍ୟୁକ୍ଲିୟର ଫିଜିକ୍ସରେ, ଇଲେକ୍ଟ୍ରୋନିକ୍ସରେ ବା ଆପ୍ଲାଏଡ଼ ଫିଜିକ୍ସରେ ପିଜି କରିଛି, ତାହେଲେ ବି ସେ ଆବେଦନ କରିପାରିବ। ଆଲାଏଡ଼ ସବଜେକ୍ଟ କ'ଣ ଡିଟେଲ୍ସ ଆମେ ଲାଷ୍ଟକୁ କଥା ହେବା। ଏକ୍ଜାମିନେସନ୍ ଫି ତୁମର ଟୋଟାଲି ପଡ଼ିବନି କିଛି, ଠିକ୍ ଅଛି। ତାପରେ ଏକ୍ଜାମିନେସନ୍ ଯେଉଁଟା କଣ୍ଡକ୍ଟ କରାଯିବ ସେଇଟା ତୁମର ଡାଇରେକ୍ଟ ରିକ୍ରୁଟମେଣ୍ଟ କରାଯିବ ର୍ୟାଙ୍କ ଅନୁସାରେ, ଯେଉଁଟାକି ଇଣ୍ଟରଭ୍ୟୁ ପାଇଁ ସର୍ଟଲିଷ୍ଟେଡ଼ କରାଯିବ ମାର୍କ ବେସିସ୍ରେ, ଠିକ୍ ଅଛି। ମାର୍କଟା କେମିତି କ'ଣ କାଲକୁଲେସନ୍ କରାଯିବ ତାକୁ ବି ଆମେ ଏଠାରେ ଡିସ୍କସନ୍ କରିବା। ତାପରେ ଦେଖ, ଇଣ୍ଡିଆର ସିଟିଜେନ୍ ହେଇଥିବା ଦରକାର, ଓଡ଼ିଆ ପଢ଼ିପାରୁଥିବା ଦରକାର, ଲେଖିପାରୁଥିବା ଦରକାର, କହିପାରୁଥିବା ଦରକାର, ଠିକ୍ ଅଛି। ଏବଂ ତୁମର ଯେଉଁମାନେ ଜବ୍ କରିଛ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ସେମାନଙ୍କୁ ପ୍ରଡ୍ୟୁସ୍ କରିକି ଆଣିବାକୁ ପଡ଼ିବ, ଠିକ୍ ଅଛି। ଆବେଦନ ବେଳେ ଦରକାର ପଡ଼ିପାରେ। ତାପରେ ତୁମର ଯେଉଁଗୁଡ଼ାକ ସାର୍ଟିଫିକେଟ୍ ସବୁ ଦରକାର, ଠିକ୍ ଅଛି। ଆମର ପିଜି ଯାଏ ସବୁ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଦରକାର, ତା ସହିତ ତୁମର MPhil ନେଟ୍ PhD ସବୁ ଯଦି ଯାହାର ଯେମିତି ରହିଥିବ ସେଗୁଡ଼ାକର ବି ସାର୍ଟିଫିକେଟ୍ ଦରକାର ପଡ଼ିବ ଯେତେବେଳେ ଡକୁମେଣ୍ଟ ଭେରିଫିକେସନ୍ ହେବ, ଠିକ୍ ଅଛି। ତାପରେ ନେକ୍ସଟ ଦେଖ, ଆବେଦନ କେମିତି କରିବ ନା opc.gov.inରେ ଆବେଦନ ହେବ, ଯେଉଁଟାକି ଅନଲାଇନ୍ରେ। ତାପରେ ଆବେଦନ ଯେଉଁଟା କରିବ ସେଇଟା ତା'ର ଲାଷ୍ଟ ଡେଟ୍ ତୁମକୁ କହିଦେଲି 16 ଏପ୍ରିଲ 2024, ଠିକ୍ ଅଛି। ତାପରେ ତୁମର ଯେଉଁଟା ସର୍ଟଲିଷ୍ଟ କରାଯିବ ପିଲାମାନଙ୍କୁ ଇଣ୍ଟରଭ୍ୟୁ ପାଇଁ, ସେଇଟା ମାର୍କ ଆଧାରରେ କରାଯିବ। ସେଥିପାଇଁ ଗ୍ରାଜୁଏସନ୍ରେ ତୁମର ଯଦି 80% ଏଭଭ୍ ଅଛି ତାହେଲେ 21 ମିଳିବ, ଠିକ୍ ଅଛି। ତାହେଲେ ଜାଣ ଗ୍ରାଜୁଏସନ୍ ମ୍ୟାକ୍ସିମମ୍ ତୁମର ରହିଲା 21, 21ରୁ ଫାର୍ଷ୍ଟ 80% ଏଭଭ୍ ଥିଲେ 21 ମିଳିଯିବ, 60% ଏଭଭ୍ 80% ବିଲୋ ଥିଲେ 19 ମିଳିବ, ଆଉ ତୁମର ରହିଲା କେତେ 55%ରୁ ଅଧିକ 60%ରୁ କମ୍ ଥିଲେ 16 ମିଳିବ, ଆଉ 45%ରୁ ଅଧିକ 55%ରୁ କମ୍ ଥିଲେ 10 ମିଳିବ, ଠିକ୍ ଅଛି। ଗ୍ରାଜୁଏସନ୍ଟା 21, ପୋଷ୍ଟ ଗ୍ରାଜୁଏସନ୍ଟା ସେମିତି କେତେ 25, ଠିକ୍ ଅଛି। ତାପରେ
एमफिल पीएचडी है तुम 25 ठीक अच्छे पीएचडी थी 25 ରୁ 25 मिल तापर एमफिल तुम परसेंटेज अनुसार मिल ठीक अच्छे 60% एभव थे 7 मिल आउ कम थे 5 मिल ठीक अच्छे तापर नेट जेआरएफ थे 10 नेट जेआरएफ मैक्सिमम 10 जार खाली नेट रही 8 पाइब जार सेट रही से 5 पाइब ठीक अच्छे रिसर्च पब्लिकेशन थे 6 मिल ठीक अच्छे एवं टीचिंग एक्सपीरियंस थे 10 मिल किसी अवार्ड जब पाई नेशनल लेवल इंटरनेशनल लेवल 3 मिल स्टेट लेवल पाई 2 मिल ठीक अच्छे तो सही ग्राउंड रे देखा गले देख ग्रेजुएशन रहा 21 पोस्ट ग्रेजुएशन 25 ठीक अच्छे के 40 46 46 पीएचडी रहा 25 देख तुम रहा पीएचडी आउ एमफिल सब करते जोटा रहा 25 ठीक अच्छे पोस्ट ग्रेजुएशन 25 25 25 50 ग्रेजुएशन 21 के 70 71 71 नेट 10 81 81 तुम रहा अवार्ड रहा 3 नेशनल इंटरनेशनल थे 3 मिल स्टेट थे 2 मिल ठीक अच्छे तेल तुम ओभराली कहवा गले एकेडमिक्स कोटा रहा 84 ठीक अच्छे एकेडमिक स्कोर 84 मन रहा तुम पीजी आउ ग्रेजुएशन आ पीएचडी ये सब को लेकिन है 71 आउ तुम नेट 10 से 81 तापर आउ 3 मार्क जोटा रही अवार्ड थी ठीक अच्छे 3 टोटाल है 84 एकेडमिक्स कोटा तापर रिसर्च पब्लिकेशन थे 6 ठीक अच्छे होगला 90 टीचिंग एक्सपीरियंस थे 10 ठीक है टोटाल 100 उपर सिलेक्शन करा ठीक है 100 रु तुम जी जहाँ थी से अनुसार मेरिट लिस्ट जब आसूच डक तुमको इंटरव्यू तापर एमफिल पीएचडी डबल जब रही दुईटा 25 मैक्सिमम पाइपर नेट रही जेआरएफ रही मैक्सिमम दुईटा जाक रही 10 पाइपर अदर कैटेगोरी सपोज इंटरनेशनल अवार्ड रही स्टेट अवार्ड रही मैक्सिमम 3 पाइपर अधिक पाइपर ना ठीक है जी भावुव मोर नेशनल रही मुझे पाइबी 3 स्टेट रही भी 2 पाइब 5 पाइब सेमती हेनी मैक्सिमम एतिक ठीक है टोटाल 100 उपर कैलकुलेसन कर अलाइड सब्जेक्ट कथा कह गले सपोज गोटे पिला एमएससी केमिस्ट्री करछि अप्लाइड केमिस्ट्री करछि बा इंडस्ट्रियल केमिस्ट्री करछि बा एनालिटिकल केमिस्ट्री करछि बा केमिकल साइंस रे करछि ताले से बायो केमिस्ट्री करछि ठीक अछि बा मटेरियल केमिस्ट्री करछि ताले से केमिस्ट्री पई आवेदन करि पारे कोनोसी प्रॉब्लम नै अलाइड सब्जेक्ट कोन एटा सब रही मैं टेलीग्राम रे तार देदेवी कौ कौ ऑनर्स रे पीजी करथिले कौ सब्जेक्ट पई आवेदन करि पारिबो ठीक अछि तो से अनुसार तुम देखिबो टेलीग्राम रे स्क्रीनशॉट उडा देदेवी टेलीग्राम रो लिंक कमेंट बॉक्स रे अछि आराम से ताको देखिबो देखिकि आराम से आवेदन करिवो रहिली नमस्कार जय जगन्नाथ।